ଆରେ ମନ ରଥ ବୋଲି ତୁ ଯାହାକୁ କହୁଛୁ ସିଏ ମଧ୍ୟ ତୋର ଦେହ, କାହିଁକି ନା ତୋର ଦେହଟା ଏଇ ରଥ ଠାରୁ ଭିନ୍ନ ନୁହଁ, ତୁ ଭିନ୍ନ ଭାବିପାରୁ। କିନ୍ତୁ ପ୍ରକୃତରେ ଆପଣ ଦେଖିବେ ଏଇ ଯୋଉ ଆଡ଼ପ ମଣ୍ଡପ, ଏ ଆଡ଼ପ ମଣ୍ଡପ ଏମିତି ଗୋଟେ ନାମକରଣ ପୁଣି କାହିଁକି ହେଇଛି ତା ପଛରେ ମଧ୍ୟ ବହୁତ କାରଣ ରହିଛି। ତେବେ ଆପଣଙ୍କୁ ମୁଁ ଯୋଉ କଥାଟି କହୁଥିଲି ଯେ ଆମର ଏଇ ଯୋଉ ଶରୀର, ଏ ଶରୀରଟି ମଧ୍ୟ ହେଉଛି ଗୋଟିଏ ରଥ। ଏବଂ ଏ ଶରୀର ଉପନିଷଦ ତ କହିଲେ ଯେ ଶରୀରମ୍ ରଥମେବତୁ, ତେଣୁ ଏ ଶରୀର ଯଦି ରଥ ହବ ତାହେଲେ ରଥର ବିଭିନ୍ନ ଉପାଦାନ ସହିତ ଶରୀରର ପୁଣି ସମ୍ପର୍କ ରହିବ ନା ନାହିଁ? ଅବଶ୍ୟ ସମ୍ପର୍କ ରହିବ। ଆପଣ ମାନଙ୍କର ଯଦି ସମୟ ଥାଏ ମୁଁ ଟିକେ ସାମାନ୍ୟ ସୂଚନା ଦେବି। ସୁଶାନ୍ତ ବାବୁ ଆପଣ ବ୍ୟସ୍ତ ହେବେ ନାହିଁ। ଆପଣ ଦେଖିବେ ମଣିଷର ଶରୀର 5ଟି ଉପାଦାନରେ ଗଠିତ। ସେଥିରେ ପଞ୍ଚମହାଭୂତ କ୍ଷିତି ତେଜ ଅପ ମରୁତ ବ୍ୟମ। ରଥର ମଧ୍ୟ 5 ଉପାଦାନ ଅଛି, କାଠ ରଙ୍ଗ କନା ଜମ୍ବୁରା ଧାତୁ। ଆମର ଯେମିତି ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ରହିଛି, ରଥର ମଧ୍ୟ ସେମିତି ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ରହିଛନ୍ତି। ଚକା, ଅର୍ଦ୍ଧଭୂମି, ସିଂହାସନ, ହଂସପଟି, ଛାଟସ୍ତମ୍ଭ, ଗର୍ଗରୀପୀଠ, ବରଣ୍ଡି, ବାଡ଼, ଚକ୍ର ଇତ୍ୟାଦି। ଆପଣ ଦେଖିବେ ମଣିଷ ଶରୀରରେ ଜ୍ଞାନେନ୍ଦ୍ରିୟ ଅଛି। ରଥରେ ରଜୁ, ସାରଥି, ରଥପାଳ, ଦ୍ୱାରପାଳ, ରଥ ରକ୍ଷକ ଏମାନେ ହେଉଛନ୍ତି ଜ୍ଞାନେନ୍ଦ୍ରିୟ। ପାର୍ଶ୍ୱଦେବ ଦେବୀ ମଧ୍ୟ ରହିଛନ୍ତି। ଏବଂ ଆପଣ ଦେଖିବେ ଆମର ଯେମିତି ଜ୍ଞାନେନ୍ଦ୍ରିୟ ଅଛି, ରଥରେ ମଧ୍ୟ ଜ୍ଞାନେନ୍ଦ୍ରିୟ ରହିଛି। ଏବଂ ଆପଣ ଦେଖିବେ ଏଇ ଯୋଉ ଇନ୍ଦ୍ରିୟ ମାନଙ୍କର ରାଜା ହେଉଛି ମନ। ତାହେଲେ ରଥରେ ଏଠି ରାଜା କିଏ ନା ଅଶ୍ଵ ହେଉଛି ରାଜା ସଦୃଶ। ମନକୁ ନିୟନ୍ତ୍ରଣ କରେ ବିବେକ। ଦେଖନ୍ତୁ ଅପୂର୍ବ ଲାସ୍ୟ ଭଙ୍ଗୀ ଏବଂ ନର୍ତ୍ତକୀମାନେ ସେମାନେ ତାଙ୍କର ସେବା ପ୍ରଦର୍ଶନ କରୁଅଛନ୍ତି। ଏବଂ ଯୋଉ କଥା ସ୍କନ୍ଦ ପୁରାଣ ମଧ୍ୟ କହିଲେ ପୂଜୟିତ୍ୱା ଜଗନ୍ନାଥମ୍ ତୋଷୟେ ଗୀତ ନୃତ୍ୟ କେହି। ନୃତ୍ୟ ଏବଂ ଗୀତରେ ମହାପ୍ରଭୁଙ୍କର ସନ୍ତୋଷ ବିଧାନ କରିବାକୁ ହୁଏ। ତେବେ ଯାହା ହଉ ଆପଣଙ୍କୁ ଯୋଉ କଥା କହୁଥିଲି ଯେ ଅଶ୍ଵ ହେଉଛି ରାଜା, ଯେମିତି ଇନ୍ଦ୍ରିୟ ମାନଙ୍କ ଭିତରେ ମନ ହେଉଛି ରାଜା ଶରୀରରେ, ସେମିତି ଏଠି ଅଶ୍ଵ ହେଉଛି ରାଜା ସଦୃଶ। ମନକୁ ନିୟନ୍ତ୍ରଣ କରେ ବିବେକ। ରଥରେ ଆପଣ ଦେଖିବେ ଇଏ ଅଶ୍ଵକୁ କିଏ ନିୟନ୍ତ୍ରଣ କରିବ ନା ସାରଥି। ଆପଣ ଲକ୍ଷ୍ୟ କରିବେ ଯେ ଆତ୍ମାର ଇଙ୍ଗିତରେ କାର୍ଯ୍ୟ କରେ ବିବେକ। ଏଠି ରଥରେ ପରମାତ୍ମା ମାନେ ରଥର ଅଧୀଶ୍ୱର ଯିଏ କିଏ ଜଗନ୍ନାଥ ସ୍ୱାମୀ, ତାଙ୍କରି ଇଙ୍ଗିତରେ କାର୍ଯ୍ୟ କରିବେ ଏଠି ସାରଥି। ଆମର ଯେମିତି ଶରୀରରେ ଷଡ଼ଚକ୍ର ଅଛି ସୁଶାନ୍ତ ବାବୁ, ଆପଣ ବିସ୍ମିତ ହେବେ। ରଥରେ ମଧ୍ୟ ସେମିତି ଆପଣ ଦେଖିବେ ଚକ୍ର, ଛାଟସ୍ତମ୍ଭ, ମୂର୍ଦ୍ଧନ, କୁର୍ମ, ବେଦୀ, ସମଭଦ୍ର, ଇଏ ହେଉଛି ରଥର ଷଡ଼ଭୂମି। ଆମର ଯେମିତି ଅନେକ ହାଡ଼ ଅଛି ଦେହରେ, ରଥରେ ମଧ୍ୟ ନିର୍ଦ୍ଦିଷ୍ଟ ସଂଖ୍ୟକ କାଠ। ଜଗନ୍ନାଥଙ୍କ ରଥରେ 832 ଖଣ୍ଡ କାଠ ସଂଯୁକ୍ତ, ବଳଭଦ୍ରଙ୍କ ରଥରେ 763 ଖଣ୍ଡ କାଷ୍ଠ ସଂଯୁକ୍ତ, ସୁଭଦ୍ରାଙ୍କ ରଥରେ 711 ଖଣ୍ଡ କାଷ୍ଠ ସଂଯୁକ୍ତ। ସୁଶାନ୍ତ ବାବୁ ଆପଣଙ୍କର ଗୋଟେ ଲେଖା ନାମ ଅଛି, ଡାକ ନାମ ମଧ୍ୟ ଅଛି ଆମ ସମସ୍ତଙ୍କର। ଜଗନ୍ନାଥଙ୍କର ଇଏ ଲେଖା ନାମ ଗରୁଡ଼ ଧ୍ୱଜ ଚକ୍ରଧ୍ୱଜ, କିନ୍ତୁ ଲୋକମତରେ ଡାକ ନାମ ନନ୍ଦିଘୋଷ। ବଳଭଦ୍ରଙ୍କର ହଳଧ୍ୱଜ ଲାଙ୍ଗଳ ଧ୍ୱଜ ଲେଖା ନାମ, ଡାକ ନାମ ଇଏ ମଧ୍ୟ ତାଳଧ୍ୱଜ। ତାଳଧ୍ୱଜ କହିଲେ ସମସ୍ତେ ବୁଝିବେ, ଲାଙ୍ଗଳ ଧ୍ୱଜ ହଳଧ୍ୱଜ କହିଲେ ବୁଝିବେନି। ସେମିତି କପିଧ୍ୱଜ, ଚକ୍ରଧ୍ୱଜ, ଗରୁଡ଼ ଧ୍ୱଜ କହିଲେ ଲୋକ ବୁଝିବେନି, ନନ୍ଦିଘୋଷ କହିଲେ ବୁଝିବେ, କାରଣ ଲୋକ ଭିତରେ ସେ ନାଁଟା ପ୍ରବେଶ କରିଯାଇଛି। ପଦ୍ମଧ୍ୱଜ କହିଲେ ଲୋକ ମଧ୍ୟ ବୁଝିବେନି ସୁଭଦ୍ରାଙ୍କ ରଥକୁ, ସେଟା ଲେଖା ନାମ, ଧରି ନିଆଯାଉ। କିନ୍ତୁ ଦର୍ପଦଳନ, ଦେବଦଳନ ଏଇ କଥା କହିଦେଲେ ଲୋକ, ଦେବୀ ରଥ କହିଦେଲେ ଲୋକ ବୁଝିବେ। ତେଣୁ ଲେଖା ନାମ ଡାକ ନାମ ପରି ରଥଙ୍କର ମଧ୍ୟ ଅନେକ ନାମ। ପ୍ରତି ରଥର ଲେଖା ନାମ ଗୋଟାଏ, ଡାକ ନାମ ଗୋଟାଏ। ଏ ସୁନ୍ଦର କଥା ଆଲୋଚନା କରୁଛେ। କିନ୍ତୁ ଏଇ ଯୋଉ ଆପଣ ମାନେ ମଝିରେ ମଝିରେ ଆପଣ ସନ୍ଦର୍ଶନ କରୁଛନ୍ତି, ରଥତ୍ରୟଙ୍କ ଆଗରେ ଥୁଆ ହେଇଛନ୍ତି କିଏ ନା ଦଉଡ଼ି, ଇଏ ସେଇ ରସି ଯାହାକୁ ଆମେ ଆଲୋଚନା କରୁଥିଲେ। କିଏ ସ୍ୱର୍ଣ୍ଣଚୂଡ଼, ଜଣେ ଶଙ୍ଖଚୂଡ଼, ଆଉ ଜଣେ ହେଉଛନ୍ତି ବାସୁକି। କିଛି ସମୟ ତଳେ ଆପଣମାନେ ସନ୍ଦର୍ଶନ କରୁଥିଲେ ସେ ଯେଉଁ ଚେକା ପକେଇକିରି ରହିଛନ୍ତି, ସତେ ଯେମିତି ଇଏ ଅନନ୍ତ ନାଗ ଶୋଇଛନ୍ତି, ଇଏ ବାସୁକି ନାଗ ଶୋଇଛନ୍ତି। ଇଏ ସେଇ ସର୍ପ କି ଯିଏ ମହାପ୍ରଭୁଙ୍କୁ ଅନନ୍ତ ଶୟନରେ ସାହାଯ୍ୟ କରିଛନ୍ତି, ଆଜି ସିଏ ଶଙ୍ଖଚୂଡ଼ ହୋଇଛନ୍ତି। ଆଜି ଯିଏ ମହାପ୍ରଭୁଙ୍କ ତାଳଧ୍ୱଜ ରଥ ଆଗରେ କିଏ ସ୍ୱର୍ଣ୍ଣଚୂଡ଼ ହୋଇଯାଇଛନ୍ତି, ପୁଣି କିଏ ବାସୁକି ନାଗ ହୋଇଯାଇଛନ୍ତି। ଇଏ ଯିଏ ପ୍ରକୃତରେ ଏମାନେ ସମସ୍ତେ ରଥ ଦଉଡ଼ି ସମସ୍ତେ ଗୋଟିଏ ଗୋଟିଏ ସର୍ପ ନା ନାଇଁ, ଇଏ ଅନ୍ୟ ମହାପ୍ରଭୁଙ୍କୁ ଟାଣି ନେଉଥିବାର ଯୋଉ ରଜୁ କୁହାଯାଉଛି, ଇଏ ଭାବର ରଜୁ, ତାଙ୍କର ଇଏ
ରଜୁର ନାମକରଣ ଏମିତି କରାଯାଇଛି କାହିଁକି? ନା ଦେଖନ୍ତୁ ସୁଶାନ୍ତ ବାବୁ, ଗୋଟେ ଜାତିର ଯଦି ସର୍ଜନଶୀଳତା ସୃଜନଶୀଳତା ନଥିବ ସିଏ ଏମିତି ସୁନ୍ଦର ନାମକରଣ କରିପାରିବନି। ଆପଣ ଦେଖିବେ ଆମର କାବ୍ୟ ମାନଙ୍କର ନାମ, ମନ୍ଦିର ମାନଙ୍କର ନାମ, ଦେବଦେବୀ ମାନଙ୍କର ନାମ, ରଥ ମାନଙ୍କର ନାମ, ରଥର ଅଙ୍ଗ ପ୍ରତ୍ୟଙ୍ଗ ମାନଙ୍କ ନାମ, ସବୁ ପଛରେ ଆପଣ ଦେଖିବେ ଗୋଟେ ସର୍ଜନଶୀଳତା ରହିଛି। ଗୋଟେ ଜାତିର କଳାତ୍ମକ ନୈପୁଣ୍ୟ ତା ଭିତରୁ ଯେମିତି ଫୁଟି ଉଠୁଛି। ଗୋଟେ ଜାତି କେତେ କଳା ଚେତନାରେ ଉପରକୁ ଯାଇପାରେ, ଏ ନାମକରଣ ହେଉଛି ତାର ପ୍ରକାଶ ମାତ୍ର। ଯିଏ ଅନନ୍ତ ହେଇକି ମହାପ୍ରଭୁଙ୍କୁ ଶୁଆଇଛନ୍ତି କୋଳରେ, ସିଏ ହିଁ ଶେଷନାଗ ହେଇକି ପୃଥିବୀକି ଧାରଣ କରିଛନ୍ତି ଏବଂ ସିଏ ହଉଛନ୍ତି ତାଙ୍କର ଆଉ ଗୋଟେ ଅନ୍ୟ ରୂପ ହଉଛନ୍ତି ବାସୁକି। ତେଣୁ ବଳଭଦ୍ରଙ୍କ ରଥରେ ଆପଣ ଦେଖିବେ ସ୍ୱୟଂ ବାସୁକି ତାଙ୍କର ରଥ ରଜ୍ଜୁ ଭାବରେ ବିରାଜମାନ କରିଅଛନ୍ତି। ଭଗବାନ ଜଗନ୍ନାଥ ସ୍ୱାମୀଙ୍କ ରଥରେ ଆପଣ ଦେଖିବେ ଶଙ୍ଖଚୂଡ଼ ନାମ୍ନୀ ନାଗୁଣୀ, ଯିଏ ଯେତେବେଳେ କାଳିଅ ଦଳନ ଲୀଳା ସେ କଲେ କୃଷ୍ଣାବତାରରେ, ଯେତେବେଳେ ନାଗ ପରାଜୟ ସ୍ୱୀକାର କଲା ନାହିଁ, କହିଲା ଯେ ମତେ ଆପଣ କାହିଁକି ନିନ୍ଦା କରୁଛନ୍ତି? ନା ରେ ତୁ ହାରିଲୁ ବୋଲି କହନା, ନା ମୁଁ ମରିଯିବି ପଛେ ହାରିଲି ବୋଲି ସ୍ୱୀକାର କରିବି ନାହିଁ। ତାମାନେ ଏତେ ଅହଙ୍କାରର ପ୍ରତୀକ ହଉଛି ସେ କାଳିଅ। କିନ୍ତୁ ଅହଙ୍କାରକୁ ପାଦ ତଳେ ରଖିଦେଲେ ପ୍ରଭୁ କୃଷ୍ଣ, କହିଲେ ଦେଖ ଅହଙ୍କାର ତମ ଉପରକୁ ଉଠି ନ ଯାଉ, ଅହଙ୍କାରଟା ତମ ପାଦ ତଳେ ସବୁବେଳେ ରହୁ, ତୁମେ ଅହଙ୍କାର ଉପରେ ଆଧିପତ୍ୟ ବିସ୍ତାର କର। ଯେତେବେଳେ ଅହମକୁ ଦଳନ କରିଦେଲେ ଅହମ ରୂପକ କାଳିଅ ନାଗ, ସେ ସହଜରେ ପରାଜୟ ମାନୁ ନାହିଁ। ଅଳପ ଲୋକେ ଅଧିକାର କିମ୍ପାଇଁ ଦେଲୁ ଦାମୋଦର, ସର୍ପରେ ଜାତ କଲୁ ମୋତେ ସ୍ୱଭାବ ଛାଡ଼ିବି କେ ମନ୍ତେ। କିନ୍ତୁ ତା ସ୍ତ୍ରୀ ଶଙ୍ଖଚୂଡ଼ ନାମ୍ନୀ ନାଗୁଣୀ ତାଙ୍କ ସ୍ତ୍ରୀ ତାଙ୍କୁ ବୁଝେଇଲେ, କହିଲେ ଶୁଣ ଇଏ ମହାପ୍ରଭୁ, ଇଏ ନାରାୟଣ, ଇଏ ପୁରୁଷୋତ୍ତମ, ଇଏ ହଉଛନ୍ତି ସେଇ ମହାବିଷ୍ଣୁ। ଆରେ ମାନିଯାଅ, ତାଙ୍କ ଚରଣ ତଳେ ତମେ ଅଛ, ଇ ତ ସୌଭାଗ୍ୟ। ତମେ କହିଯାଅ ମହାପ୍ରଭୁ ମୁଁ ପରାଜିତ ହେଲି, ମାନିଯାଅ। ପରାଜୟର ଗ୍ଲାନିରେ ତମେ ସରିଯିବ ନାହିଁ, ବରଂ ତମେ ଆହୁରି ମହାନ ହେଇଯିବ, ଅମର ହେଇଯିବ। ଏବଂ ଶେଷରେ ସ୍ତ୍ରୀ କଥାରେ ସେ ପ୍ରଭାବିତ ହେଲେ ଏବଂ ମହାପ୍ରଭୁଙ୍କ ନିକଟରେ ପରାଜୟ ସ୍ୱୀକାର କଲେ। ଶଙ୍ଖଚୂଡ଼ ନାମ୍ନୀ ନାଗୁଣୀ ଉପରେ ଭଗବାନ ଶ୍ରୀକୃଷ୍ଣ ଭାରି ପ୍ରସନ୍ନ ହେଇଗଲେ, କହିଲେ ହେ ନାଗୁଣୀ, ମୁଁ ତୋ ଉପରେ ବହୁତ ପ୍ରୀତ ପ୍ରସନ୍ନ ହେଲି, ତୁ ମୋ ରଥର ରଜ୍ଜୁ ହବୁ। କାହିଁକି ନା ମୁଁ ଯେତେବେଳେ ଲୀଳା କରିବି, ଲୀଳା କଲ୍ଲୋଳ ବାରଦୀ ଭାବରେ ମୁଁ ସେଠି ସମସ୍ତ ଜନମାସ ଭିତରକୁ ଚାଲିଯିବି। ଯେତେବେଳେ ମୋର ପୁଣ୍ୟ ପାବନ ରଥଯାତ୍ରା ହବ, ସେତିକି ବେଳେ ତୁ ମୋର ସେବାର ଅଧିକାରିଣୀ ହବୁ।